निजर स्वामी को छाड़ी पड़ो पुरुष सहित राति तू ए बंगला भितर आसलु केमिति आश्चर्य लाଗୁଥିଲା निश्चय ए भूमगत बंगला भितर को आसिला केमिति न हैया न ठीक अछि खाना सब आसुची देखो सब ऐसे कहबार कारण कौन पागल कोठी का तमे भूल कहलो तमे होते हमको दिन भरे बुझा बुझा पागल तमे हो तो बधो पागल तमे हो तो जसोतरी तमे हो तो जातित्री तमे फायदा उठाइबा पाई सब प्लान प्रोग्राम करिसो तमे सक्सेस करि पाइबो तो नहीं कोन तो क्या करछि कई समझू तमे कैसी तो सेट सक्सेस रे सब करिले मोस बाबू कोमरा तुझाला समझाएगी आज छोटी सपना अरे तुम्हें घर भीतर कहा से तो कथा हो जगी नहीं गोटे पागल घर भीतर पछे आस्तिला अरे तुम्हें ठीक कहि तो सपना ए समाज रे के परिस्थिति रे पड़ी पागल हो जाछि तो कि अंध होई घरे बसिछि आउ कहार हाथ गोड़ कटि जाइछि तो अरे के पूरी बड़दांड रे भिख मागुछि सपना ये बोधे मो स्वामी नमस्कार सर नमस्कार कुआड़े आसीथिले नहीं नहीं माने परिचय करे को भूली जाइछि कथा करी कि ये उचंती ओ पुरुना बंधु माने जीवन चौधरी होटल ट्रक कोबरार मालिक भलो हैला बंधु हे बंधु तरफ संपर्क जदि न रुहे ताले से संपर्क को केबे संपर्क कहा जाए बोले सपना मो एबे आसुची निश्चय कौन कहले ए ड्राइंग रूम रु फेरी जिवे कौन बेडरूम पर्यंत जिवेनी नहीं मो कत बळे आसिले जिवे मो एबे आसुचे सपना एटो अमोरी साटे बा एई जो भद्र लोक जनक आम घर को आस्थिले तमे ताको चिन्हिच हाँ चिन्हिछि से होचंती मो बंधु जीवन चौधरी होटल ट्रक कोबरार मालिक अरे बिनु बापा अरे तू केते बळे आसिलु ए संगे संगे आसिली बापा हां तमे भूल कहूचो से बहुत भलो लोक काहाकू तमे भलो लोक बोली कहूचो से जड़े भलो लोक नहंती भद्र मुखा बिंदिति बा
ସେ ହଉଛନ୍ତି ଜଣେ ଅଭଦ୍ର ମଣିଷ। କାନ୍ଥେ ଭଳିଆ ଠିଆ ହେଇଛ ସୁନ୍ଦରଟା ଭଳିଆ। କଣ କହିଲୁ? ତୋର ମନେ ରଖା ହଉଛି ଯେ ତୁ ମୋ ମୁହଁ ଉପରେ ବାରମ୍ବାର ଜବାବ ଦଉଛୁ। ତୋର ମନେ ରଖା ହଉଛି ତୁ ହଉଛୁ ମୋ ସାବତ ପୁଅ। ବାପ ପୁଅ ଉପରେ ତାମସ ଲଗେଇଛନ୍ତି। ଆରେ ବିନୁ, ଆରେ କାହିଁକି ତୁ ତା ପଛ ଲାଗିଛୁ କହିଲୁ? ଗୋଟିଏ କଳା ଅଙ୍ଗାରକୁ ଯେତେ ଧୋଇଲେ ବି ତାର କଳା ପାଣି ହିଁ ବହିବ। ଗୋଟିଏ ଅଙ୍ଗାର ମୁଣ୍ଡା କେବେ ସୁଣ୍ଡା ମୁଣ୍ଡା ସହିତ ସମାନ ହେଲାଣି ତୁ କେବେ ଶୁଣିଛୁ? ହେଲେ ବାପା, ତମ ଉପସ୍ଥିତିରେ ଘରେ ଯାହା ସବୁ ଘଟି ଯାଉଛି ମୁଁ ସହି ପାରୁନି ବାପା, ମୁଁ ସହି ପାରୁନି। ଏ ବିନୁ, ସେଇଥିପାଇଁ ତୋ ବୋଉଟା ମରିଗଲା ପରେ ମୁଁ ଦ୍ୱିତୀୟ ବିବାହ କରିବାକୁ ରାଜି ନଥିଲି। କେବଳ ତୋରି ପାଇଁ, ଆରେ ତୋରି ପାଇଁ ମୁଁ ଏଇଟାକୁ ସେକେଣ୍ଡ ମ୍ୟାରେଜ କରିଲି ଯେ ମୁଁ ମୋ ଆଖି ଦୁଇଟାକୁ ଅନେଇ ବସିଲି। ବାପା, ତମେ କାନ୍ଦୁଛ ବାପା? ତମେ ଆଦୌ ବ୍ୟସ୍ତ ହୁଅନି। ତମ ପୁଅ ପରା ତମ ପାଖେ ପାଖେ ଅଛି। ଆରେ ଛାଡ଼ ସେ କଥା। ଏ ବିନୁ, ମୁଁ ତୋତେ ଗୋଟିଏ କଥା ରଖିବି। ବାପା, ତୁ କଣ ମୋ କଥା ରଖିବୁ ବେଟା? ହଁ ବାପା, ତୁ ଯଦି ରାଜି ହେବୁ ନା ତାହେଲେ ଏ ଘରକୁ ଗୋଟେ ମୁଁ ବୋହୂ ନେଇ ଆସିବାର ଇଚ୍ଛା ରଖିଛି। ବାପା, ତମେ ସବୁ ଜାଣି ମଧ୍ୟ ଏ ଘରକୁ ଗୋଟେ ପର ଝିଅକୁ ଆଣିବାକୁ କହୁଛ। ତା ଛଡା ଏ ପରିବାରରେ ବୋଉର ଯୋଉ ହୁକୁମ ଚାଲିଛି ସେ ଝିଅ କଣ ଏଠି ଶାନ୍ତିରେ ରହିପାରିବ ବାପା? ବିନୁ, ତାମାନେ ତୁ କହୁଛୁ ତୁ ମ୍ୟାରେଜ କରିବୁନି? ଏ ବିନୁ, ଆଖିରେ ଦେଖି ପାରିବିନି, ତା ହାତର ସେବା ତ ପାଇପାରିବି। ତୁ ମତେ ମନା କଲି ନା ବିନୁ? ତୋତେ ତ ବାପାର ନିୟମ। ବାପା, ଗୋଟେ ସାଧାରଣ କଥା ପାଇଁ ତମେ ତମ ନିୟମ ଦେଇଦେଲ। ଠିକ ଅଛି ବାପା, ତମେ ଯଦି ଏଥିରେ ଶାନ୍ତି ପାଇବ ତାହେଲେ ମୋର କିଛି କହିବାର ନାହିଁ। ମୁଁ ଜାଣିଛି ପରା ମୋ ପୁଅ ମୋ କଥାରେ କେବେ ଅରାଜି ହେବନି। ଆଚ୍ଛା ବିନୁ ବାପା, ତୁ ଫ୍ୟାକ୍ଟ୍ରି ଆଡେ ଯାଉଛୁ? ବାପା ନାଇଁ ବାପା, ସେ କାଳ ନାଗୁଣିକା ଉପରେ ମୋର ଭାରି ସନ୍ଦେହ। ତୁ ସବୁଦିନ ଟିକେ ଫ୍ୟାକ୍ଟ୍ରି ଆଡେ ଯାଉଥିବୁ। ତମେ ଚାଲିଲ ବାପା, ଔଷଧ ଖାଇକି ରେଷ୍ଟ ନେବ। ଚାଲ ଚାଲ ବାପା। ବିନୁ ବାପା, ବାପା ଆଉ ମା ଭିତରେ ଫରକ କଣ ଜାଣିଛୁ? ବାପା, ବିନୁ, ବାପା, ମା ତା ଛୁଆକୁ କାଖରେ ଧରି ମନେ ମନେ ଭାବିଥାଏ ବାପା ମୁଁ ଯେତେ ଦୂରକୁ ଦେଖୁଛି ବାପା ମୋ ଛୁଆ ଠିକ ସେତିକି ଦୂରକୁ ଦେଖୁ। କିନ୍ତୁ ବିନୁ, ବାପା ତା ଛୁଆକୁ କାନ୍ଧରେ ବସାଇଥାଏ ଆଉ ବାପା ବି ମନେ ମନେ ଭାବେ ବାପା ମୁଁ ଯେତେ ଦୂରକୁ ଦେଖୁଛି ବାପା ମୋ ପୁଅଟା 100 ଦୂର ଆଗକୁ ଦେଖୁ। ଆରେ ମୁଁ ଆଜି ଆଖି ହଲେଇ ଅନ୍ଧ ହେଇଯାଇଛି ବୋଲି ମୁଁ ମନ ଦୁଃଖ କରୁ